ଯେଉଁ ବ୍ୟକ୍ତିମାନଙ୍କର ବାହାଘରରେ ବିଳମ୍ବ ହୋଇଥାଏ, ମାନେ ଯେଉଁ କନ୍ୟା କିମ୍ବା ପୁରୁଷ ମାନଙ୍କର ବାହାଘରରେ ବିଳମ୍ବ ହୋଇଥାଏ, ସେମାନେ କ'ଣ କରିବେ? ଅତ୍ୟନ୍ତ ଚମତ୍କାରୀ ଏବଂ ବିଲକ୍ଷଣ ଉପାୟ ମୁଁ ଆଜି ଆପଣଙ୍କୁ କହିବା ପାଇଁ ଯାଉଛି। ଆପଣ ଯଦି କୌଣସି ବ୍ୟକ୍ତିଙ୍କର ହଳଦୀ, ଯେଉଁ ଆଜିକାଲି ହଳଦୀ ଫଙ୍କସନ୍ ହେଉଛି, ଆମର ଓଡ଼ିଆରେ ତାକୁ ଗଂଶଣ ବୋଲି କହନ୍ତି, ସେ ଗଂଶଣ ଫେଷ୍ଟିଭାଲରେ ଫଙ୍କସନ୍ରେ ଆପଣ ଗଲାବେଳେ ଲାଷ୍ଟକୁ ଯେଉଁ ଝିଅକୁ କିମ୍ବା ପୁଅକୁ ଲଗେଇଥିବେ, ସେ ହଳଦୀ ଯାହା ଟିକେ ବଞ୍ଚି ଯାଇଥିବ ସେ ଯେଉଁ ଗିନା କିମ୍ବା ତାଟିଆରେ, ତାକୁ ନେଇକି ପଳେଇ ଆସିବେ। ତାକୁ ଫ୍ରିଜରେ ପାଣି ମିଶାଇକି ରଖିଦେଇଥିବେ। ପ୍ରତ୍ୟେକ ଦିନ ଆପଣ ସ୍ନାନ କଲାବେଳେ 3 ଦିନ ଲଗାତାର ସେ ହଳଦୀ ପାଣି ମିଶାଇକି ଆପଣ ସ୍ନାନ କରିବେ। ଏବଂ ଯେଉଁ ପୁରୁଷ କିମ୍ବା ମହିଳା ଯାହାର ବି ହଳଦୀ ଫଙ୍କସନ୍ ହେଉଥିବ, ସେମାନଙ୍କର ଫଙ୍କସନ୍ ସରିଲା ପରେ ଆପଣ ପରମିସନ୍ ନେଇକି ଟିକେ ସେଇଠି ବସିବେ, ସେଇ ଜାଗାରେ ଯେଉଁଠିକି ସେ ପୁରୁଷକୁ କିମ୍ବା ମହିଳାକୁ ହଳଦୀ ଲଗା ହେଇଥିବ, ଯାହାର ବାହାଘର ହେବାକୁ ଥିବ। ଆପଣ এই 2ଟି ଉପାୟ କରିକି ଦେଖନ୍ତୁ। 3 ମାସରୁ 4 ମାସ ଭିତରେ ଆପଣଙ୍କର ବାହାଘର ସୁନିଶ୍ଚିତ ଭାବେ ହେବ ଏବଂ ଭଲ ପ୍ରସ୍ତାବରେ ହେବ।